हेलो ସାଙ୍ଗମାନେ ଜୟ ଜଗନ୍ନାଥ। ଆପଣଙ୍କ ପାଖରେ ଟ୍ରୁ କଲର୍ ଅଛି ବୋଇଲେ ଏବେ ହିଁ ଅନଇନଷ୍ଟଲ୍ କରିଦିଅନ୍ତୁ। କାହିଁକି ନା ଆଜି ଆମେ କଥା ହେବା CNAP ବିଷୟରେ, କଲର୍ ନେମ୍ ପ୍ରେଜେଣ୍ଟେସନ୍ ବିଷୟରେ, ଯାହା ଭାରତ ସରକାରଙ୍କ ଦ୍ୱାରା ଓ ଟ୍ରାଏଙ୍କ ଦ୍ୱାରା ଅଣାଯାଇଥିବା ଏକ ନୂଆ ଗଭର୍ଣ୍ଣମେଣ୍ଟ ବ୍ୟାକ୍ଡ କଲର୍ ଆଇଡି ସିଷ୍ଟମ୍ ବିଷୟରେ। CNAP କ'ଣ? CNAP ହେଉଛି ଏକ ଗଭର୍ଣ୍ଣମେଣ୍ଟ ବ୍ୟାକ୍ଡ କଲର୍ ଆଇଡି ସେବା, ଯାହା ଆପଣଙ୍କ ଫୋନ୍ରେ ଆସୁଥିବା କଲ୍ର KYC ଭେରିଫାଏଡ୍ ନାମ ଦେଖାଯାଏ। ଏହା ଟ୍ରୁ କଲର୍ ଭଳି, କିନ୍ତୁ ଏହା ଟେଲିକମ୍ ନେଟୱାର୍କ ମଧ୍ୟରେ କାମ କରେ। ଇଣ୍ଟରନେଟ୍ ଦରକାର କରେ ନାହିଁ, ଥାର୍ଡ ପାର୍ଟି ଆପ୍ ଦରକାର କରେ ନାହିଁ। CNAPର ମୁଖ୍ୟ ଲାଭ କ'ଣ ହେବ? ସ୍ପାମ୍ କଲ୍କୁ ସହଜରେ ଚିହ୍ନି ପାରିବେ, ଫ୍ରଡ୍ ରୋକିପାରିବେ, କେହି ଅନ୍ୟ ନାମରେ କଲ୍ କରି ଠକେଇ କରିପାରିବେ ନାହିଁ, ସଠିକ୍ ସିଦ୍ଧାନ୍ତ ନେବାର ସୁବିଧା, କଲ୍ ଧରିବେ କି ନାହିଁ ଆଗରୁ ଜାଣିପାରିବେ। ବର୍ତ୍ତମାନ ସ୍ଥିତି, ଟ୍ରାଏ CNAP ସିଷ୍ଟମକୁ ଏପ୍ରୁଭାଲ୍ କରିଦେଇଛି। ଏୟାରଟେଲ୍, ଜିଓ ଭଳି ଟେଲିକମ୍ ଅପରେଟର ଧୀରେ ଧୀରେ ରୋଲ୍ ଆଉଟ୍ ହେଉଛନ୍ତି। ସମ୍ପୂର୍ଣ୍ଣ ଭାରତରେ ଏହା ଆସିବାର ଆଶା କରାଯାଉଛି। CNAP ଭାରତରେ ସ୍ପାମ୍ ଓ ଫ୍ରଡ୍ କଲ୍ ବିରୋଧରେ ଏକ ବଡ଼ ପଦକ୍ଷେପ। ଏହା ଟ୍ରୁ କଲ୍ ଠାରୁ ଅଧିକ ସିକ୍ୟୁର୍ ଏବଂ ଟ୍ରଷ୍ଟେଡ୍ ହେବ। ଏହା ମୋର ପ୍ରଥମ ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।